ଆଜି ଶୁଣିବା ଉପନ୍ୟାସ ଅୟମାରମ୍ଭ। ଉପନ୍ୟାସିକା ପ୍ରତିଭା ରାୟ। ଭାଗ 9। ହୀରା ତୃତୀୟ ଦିନ ଆସିଲା। ସେ ଖୁବ୍ ଧୀରେ ଧୀରେ ପାଦ ପକାଇ ଚାଲୁଛି। କ୍ଳାନ୍ତ, ମଳିନ, ନିଷ୍ପର୍ଭ ଦିଶୁଛି। ତାର ଚେହେରା ସକାଳର ମଲାଜହ୍ନ ପରି ଫିକା ପଡ଼ିଯାଇଛି। ସେ କ'ଣ ହୋଇଛି ତାର? କାନ୍ଥକୁ ଆଉଜି ଅବସନ୍ନ ଭଙ୍ଗୀରେ ବସିଲା ହୀରା। ମୁଗ୍ଧା ଅଭିମାନ ଭରା କଣ୍ଠରେ କହିଲେ, ମୋତେ ନ କହି କେଉଁଠି ରହିଗଲୁ 2 ଦିନ? ମୁଁ ତ ଭାବିଲି ଶେଷରେ ତୁ ବି ମୋତେ ଛାଡ଼ିଦେଇ ଗଲୁ। ଦେହ ଯଦି ଖରାପ ହେଲା ଘରକୁ ଚାଲି ନ ଆସି କାହା ପାଖରେ ରହିଗଲୁ ପୁଣି? ହୀରା ମ୍ଳାନ ହସି କହିଲା, ତମକୁ ଛାଡ଼ି ଯିବି କୁଆଡ଼େ? ମୋର ତ ଘରଦ୍ୱାର ନାହିଁ। କାହା ଓଳି ତଳେ ମୁଣ୍ଡ ଗୁଞ୍ଜିବି ପୁଣି? 2 ଦିନ ଡାକ୍ତରଖାନାରେ ରହିଗଲି। କିନ୍ତୁ ତୋର କ'ଣ ହେଇଛି? କୋଉ ରୋଗରେ ଦିନ ଦୁଇଟା ଏମିତି ଶୁଖିଯାଇଛୁ? ମୁଗ୍ଧା ବ୍ୟସ୍ତ ହୋଇପଡ଼ି ପଚାରିଲେ। ଶୂନ୍ୟ ଦୃଷ୍ଟିରେ ବାହାରକୁ ଚାହିଁ ହୀରା କହିଲା, ରୋଗଟାକୁ ଦେହରୁ କାଢ଼ିଦେଇ ଆସିଲି। ଏଣିକି ସବୁ ଠିକ୍ ହେଇଯିବ। ଆଉ ଟିକେ ଆଗରୁ କାମଟା ଶେଷ କରିଦେଇଥିଲେ ଏତେ କଷ୍ଟ ହୋଇନଥାନ୍ତା। ଏତେ ବଡ଼ କାମଟା କରିବି କିନା ଭାବୁ ଭାବୁ ଡେରି ହେଇଗଲା। ଜୀବନଟା ତ ମାୟା ମାଂସପିଣ୍ଡୁଳାଟା ପାଇଁ ମନରେ ତ କିଛି କମ୍ ମୋହ ନଥିଲା। ଛାଡ଼, ନିଲଠା ଲୋକଟାର ଚିହ୍ନବର୍ଣ୍ଣ ମୋ ଭିତରୁ ଲୋପ କରିଦେଇ ଆସିଲି। ମା ହେବାର ପରାଭବ ତ ବେଶ୍ ପାଇଛି। ଆଉ କାହିଁକି? କଥା ଶେଷ କରୁ କରୁ ଛାତି ଥରାଇ ଦୀର୍ଘଶ୍ୱାସ ବାହାରି ଆସିଲା। ଭୀଷଣ ଭାବରେ ଚମକି ଉଠି ମୁଗ୍ଧା କହି ପକାଇଲେ, ହୀରା, ଏତେ ବଡ଼ ପାପ କାମଟାକୁ ତୁ କରିପାରିଲୁ? ନିଜ ଛୁଆର ଗଳା ଚିପି ମାରିଦେବା ତୋ ପକ୍ଷେ ତ ଅସମ୍ଭବ ନୁହେଁ। ତନ୍ମୟଙ୍କ ଠାରୁ ତୁ ତ କମ୍ ନିଷ୍ଠୁର ନୋହୁଁ। ହୀରା ସଜଳ କରୁଣ ଦୃଷ୍ଟି ତୋଳି ମୁଗ୍ଧାଙ୍କୁ ଚାହିଁ କହିଲା, ଏ ପାପର ପୃଥିବୀରେ ପାପ ନ କରି ବଞ୍ଚିଛି କିଏ? ଯିଏ ପାପ କରୁନାହିଁ, ଅନ୍ୟାୟ ଅନୀତି କରୁନାହିଁ, ସେ ତ ବଞ୍ଚିନାହିଁ। ବଞ୍ଚିବା ନାମରେ ପ୍ରତିଦିନ ମରୁଛି, ସଢ଼ୁଛି, ନାଳ ନର୍ଦ୍ଦମାରେ ଘାଣ୍ଟି ହେଉଛି ଖାଲି ଟିକିଏ ବଞ୍ଚିବା ପାଇଁ। ମାଟିପିଣ୍ଡ ଭିତରେ ପ୍ରାଣଟାକୁ ଧରି ରଖିବା ପାଇଁ। ନିଜ ବଞ୍ଚିବା ପାଇଁ ମୁଁ ଯଦି ତାର ତଣ୍ଟି ଚିପିଥାଏ, ତେବେ ସମସ୍ତେ ଯାହା କରି ବଞ୍ଚୁଛନ୍ତି ମୁଁ ତାହା ହିଁ କରିଛି। ତା ଛଡ଼ା ଅନ୍ୟ ଉପାୟ ନାହିଁ। ନିଜ ବୋଝ ଯିଏ ସହିପାରୁନାହିଁ, ସେ ପୁଣି ଆଉ ଜଣଙ୍କର ବୋଝ ସମ୍ଭାଳିବ କୋଉ ସାହସରେ? ନିଜ ସପକ୍ଷରେ ଯୁକ୍ତି ବାଢ଼ିବା ପାଇଁ ଭାବପ୍ରବଣତାରେ ହୀରା ଅନେକ କଥା କହି ପକାଇଲା। ମୁଗ୍ଧା ହୀରା କଥାକୁ ହୃଦୟଙ୍ଗମ କରୁ କରୁ ଭାବିଲା, ହୀରା ହୁଏତ ଠିକ୍ କରିଛି। ଜନ୍ମ ଦେଇ ମଣିଷ ଶିଶୁକୁ ଯନ୍ତ୍ରଣାରେ ବଢ଼ାଇବା ଅପେକ୍ଷା ଆଦୌ ମଣିଷ ଜନ୍ମର ସ୍ୱାଦ ନ ଚଖାଇବା ଭଲ। ତଥାପି ହୀରା ପ୍ରତି ମନଟା ଗୋପନରେ ବିମୁଖ ହୋଇଗଲା। ମୁଗ୍ଧାଙ୍କର ମନେ ହେଲା, ତନ୍ମୟ, ହୀରା, ଗଣେଶ ଏବଂ ସଂସାରର ସମସ୍ତେ ଯେମିତି ଜଣେ ଜଣେ ଆତତାୟୀ। ମଣିଷ ମାରିବା ଏମାନଙ୍କ ପକ୍ଷେ ଖୁବ୍ ସହଜ। ହୀରା କହୁଥିଲା, ଗଣେଶର ପଞ୍ଚମ ପିଲାକୁ ପୃଥିବୀର ଆଲୋକ ଦେଖିବାର ସୁଯୋଗ ଗଣେଶ ଦେଇନାହିଁ। ତା ପୂର୍ବରୁ ସେ ତାକୁ ପେଟରୁ ନିଶ୍ଚିହ୍ନ କରିଦେଇଛି ପରିବାରର କଲ୍ୟାଣ ନାମରେ। ମୁଗ୍ଧାଙ୍କ ଚାରିପଟେ ଗୋଟାଏ ଅବିଶ୍ୱାସର ଆବହାୱା। ସମସ୍ତଙ୍କୁ ସେ ସନ୍ଦେହ କରୁଛନ୍ତି। ତାଙ୍କର ଇଚ୍ଛା ହେଉଛି ଏ ଅବିଶ୍ୱାସର ପୃଥିବୀରୁ ଚାଲିଯାଆନ୍ତେ ଅନ୍ୟ ଏକ ପୃଥିବୀକୁ। ସେଇଠି ଜନ୍ମଲାଭ କରନ୍ତା ତାଙ୍କର ଅମୃତର ସନ୍ତାନ। ଜରା ବ୍ୟାଧି ତାକୁ ସ୍ପର୍ଶ କରନ୍ତା ନାହିଁ। ସେ ହୁଅନ୍ତା ଅଜୟ ଅମର। ସେ ନୂତନ ପୃଥିବୀରେ ସେ ସୃଷ୍ଟି କରନ୍ତେ ନୂତନ ସଭ୍ୟତା, ନୂତନ ସମାଜ। ଯେଉଁଠି ମଣିଷ ମଣିଷ ଭିତରେ, ପତି ପତ୍ନୀ ଭିତରେ ନଥାନ୍ତା ବିଭେଦ, ବିତର୍କ, ବିରହ। ସେହି ସ୍ୱପ୍ନର ପୃଥିବୀରେ ଖାଲି ଥାନ୍ତା ମିଳନ, ପ୍ରେମ, ପ୍ରଣୟ ଆଉ ବୁଝାମଣା। ସେମିତି ପୃଥିବୀ କ'ଣ ସମ୍ଭବ? ସନ୍ଦେହ, ଅବିଶ୍ୱାସ, ଆଶା ଆଉ ଆଶଙ୍କା ଭିତରେ ମୁଗ୍ଧା ଦିନକୁ ଦିନ ଉଦ୍ବେଗ ଆଉ ଉତ୍କଣ୍ଠା ଭିତରେ ଅଣନିଶ୍ୱାସୀ ହୋଇ ଉଠୁଥିଲେ। ସେ ଭାବୁଥିଲେ ସେ ଖୁବ୍ ଶୀଘ୍ର ନିଜକୁ ବିଭକ୍ତ କରି ମା ହୋଇଯାଆନ୍ତେ, ଆଉ ନିଜ ସନ୍ତାନକୁ ହୃଦୟରେ ଜଡ଼ାଇ ସବୁ ନିସଙ୍ଗତା, ନିଃସହାୟତା ବିସ୍ମରି ଯାଆନ୍ତେ। ମୁଗ୍ଧାଙ୍କର କାମନା ସତ୍ୟ ହେଲା। ହଠାତ୍ ଅଫିସରେ କାମ କରୁ କରୁ ସେ ଅସମୟରେ ନିଜ ଉଦରରେ ଯନ୍ତ୍ରଣା ଅନୁଭବ କଲେ। କାଳ ବିଳମ୍ବ ନ କରି ମୁଗ୍ଧା ହୀରାକୁ ଖବର ପଠାଇଦେଲେ ହସ୍ପିଟାଲରେ ଆଡ଼ମିସନ୍ ନେଇଗଲେ। ଏତେ ଶୀଘ୍ର ନିର୍ଦ୍ଧାରିତ ସମୟ ବହୁ ପୂର୍ବରୁ ମୁଗ୍ଧାଙ୍କର ଏ ବେଦନା ଯେ ସୃଷ୍ଟି ଯନ୍ତ୍ରଣା ନୁହେଁ, ଏକଥା ଆଦୌ ବୁଝିପାରିଲେ ନାହିଁ ଅନଭିଜ୍ଞା ମୁଗ୍ଧା। ସେ ଭାବିଲେ ଏଇ ବୋଧହୁଏ ଯନ୍ତ୍ରଣାର ଶେଷ। ୟା ପରେ ତାଙ୍କର ସବୁ ଦୁଃଖ, ସବୁ ବେଦନାର ଅବସାନ ହେବ। ସେ ହେବେ ଜନନୀ।
ନାରୀତ୍ୱର ଚରମ ସାର୍ଥକତା ଲାଭ କରିବେ ତନ୍ମୟଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରି। ନିରବଚ୍ଛିନ୍ନ ଯନ୍ତ୍ରଣା ଭିତରେ ମୁଗ୍ଧା ସବୁକିଛି ଭୁଲିଗଲେ। ଯେତେବେଳେ ସମସ୍ତ ଯନ୍ତ୍ରଣାର ଅବସାନ ହୋଇଗଲା, ମୁଗ୍ଧା ଅନୁଭବ କଲେ ପୂର୍ଣ୍ଣ ହୋଇଯିବା ବଦଳରେ ସେ ଶୂନ୍ୟ ହୋଇଯାଇଛନ୍ତି। ତାଙ୍କ ଭିତରେ ଗୋଟାଏ ବିକଟ ଶୂନ୍ୟତା ଖାଁ ଖାଁ କରୁଛି। ତାଙ୍କ ଉଦର ଶୂନ୍ୟ, ଶୂନ୍ୟ ତାଙ୍କର ମାତୃତ୍ୱର ଧାରା। ଶୂନ୍ୟ ଉଦାସ ଦୃଷ୍ଟିରେ ସେ ଡାକ୍ତରଙ୍କୁ ଚାହିଁଲେ। ଡାକ୍ତର ଆଶ୍ୱାସନା ଭରା କଣ୍ଠରେ କହିଲେ, ଆପଣଙ୍କ ଭାଗ୍ୟ ଭଲ। ଏମିତି ସହଜରେ ନିରାପଦରେ ସ୍ୱାଭାବିକ ରୀତିରେ କେହି ମୃତ ସନ୍ତାନ ପ୍ରସବ କରେ ନାହିଁ। ଆପଣ ଠିକ୍ ସମୟରେ ହସ୍ପିଟାଲ ଚାଲି ଆସିଛନ୍ତି। ଆଉ ବିଳମ୍ବ କରିଥିଲେ ଅପରେସନ୍ ଆବଶ୍ୟକ ହୋଇଥାନ୍ତା ଏବଂ ଆପଣଙ୍କର ଜୀବନ ସଙ୍କଟାପନ୍ନ ମଧ୍ୟ ହୋଇଥାନ୍ତା। ବର୍ତ୍ତମାନ ଆପଣ ବିପଦମୁକ୍ତ। ଡାକ୍ତରଙ୍କ କଥା ଶୁଣିବା ମାତ୍ରେ ମୁଗ୍ଧା ଯେମିତି ବିପଦର ଘେରରେ ପଡ଼ିଗଲେ। ଅନ୍ଧକାର ରାତ୍ରିର ସୂର୍ଯ୍ୟ ଆକାଶରେ ଆଲୋକ ବିନ୍ଦୁଟିଏ ମୂର୍ତ୍ତିମନ୍ତ ହେଉ ହେଉ ଅକସ୍ମାତ୍ କକ୍ଷଚ୍ୟୁତ ହୋଇ ଭସ୍ମୀଭୂତ ହୋଇ ଝଡ଼ିପଡ଼ିଲା ପୃଥିବୀର ସନ୍ତାପିତ ବକ୍ଷରେ। ନିମିଷକରେ ନିଶ୍ଚିହ୍ନ ହୋଇଗଲା ତାର ସତ୍ତା। ତାକୁ ଦେଖିବା ପୂର୍ବରୁ ମୁଗ୍ଧା ମୂକ ନିର୍ବାକ୍ ହୋଇଗଲେ। ଅନେକ ଦିନ ଧରି ମନ ଭିତରେ ଗଢ଼ି ଉଠୁଥିବା ସ୍ୱପ୍ନର ପ୍ରାସାଦ ଧୂଳିସାତ୍ ହୋଇଗଲା। ତାଙ୍କୁ ସମବେଦନା ଜଣାଇବାକୁ ବନ୍ଧୁ ବାନ୍ଧବୀ ଡାକ୍ତରଖାନାକୁ ଧାଇଁ ଆସିଲେ। ସେମାନଙ୍କର ଲୌକିକ ସାନ୍ତ୍ୱନା ମୁଗ୍ଧାଙ୍କର ଦୁଃଖ ବଢ଼ାଇଲା ସିନା କମାଇଲା ନାହିଁ। ଡାକ୍ତର ମତ ଦେଲେ, ଅତ୍ୟଧିକ ମାନସିକ ଉଦ୍ବେଗ ଓ ଆଶଙ୍କା ଏ ଗର୍ଭଚ୍ୟୁତିର ମୁଖ୍ୟ କାରଣ ହୋଇପାରେ। ମୁଗ୍ଧାଙ୍କର ସବୁ ଅଭିଯୋଗ ଠୁଳ ହେଉଥିଲା ତନ୍ମୟଙ୍କ ଉପରେ। ତାଙ୍କ ବ୍ୟଥା, ବେଦନା, ଉଦ୍ବେଗ, ଆଶଙ୍କାର କାରଣ ତ ତନ୍ମୟ। ତାଙ୍କ ସନ୍ତାନର ହତ୍ୟାକାରୀ ତନ୍ମୟ। ତାଙ୍କର ଷଡ଼ଯନ୍ତ୍ର ଶେଷରେ କାର୍ଯ୍ୟକାରୀ ହୋଇଛି। କିନ୍ତୁ ତନ୍ମୟଙ୍କ ବିରୋଧରେ କିଛି ବିଧିବଦ୍ଧ ପ୍ରମାଣ ନାହିଁ ତାଙ୍କ ହାତରେ। ନୀରବ ଦହନରେ ମୁଗ୍ଧା କୁହୁଳିବାକୁ ଲାଗିଲେ। ମନୀଷା ଆସିଲା ଖବର ପାଇ। ସାଙ୍ଗରେ ସାନ ପୁଅ ଆଉ ସ୍ୱାମୀ। ବଡ଼ ପୁଅ ଆଉ ଝିଅଙ୍କୁ ଘରେ ଛାଡ଼ି ଆସିଛି। ଖୁବ୍ ଶୀଘ୍ର ଫେରିଯିବ ସେ। ଯେତେ ବ୍ୟକ୍ତିଗତ ଅସୁବିଧା ଥାଉ ପଛକେ ବଡ଼ ପୁଅ ଆଉ ଝିଅଙ୍କୁ ସେ ଘରେ ଛାଡ଼ି ଆସିଛି। ଖୁବ୍ ଶୀଘ୍ର ଫେରିଯିବ ସେ। ଯେତେ ବ୍ୟକ୍ତିଗତ ଅସୁବିଧା ଥାଉ ପଛକେ ବାନ୍ଧବୀର ଅସୁସ୍ଥତା ଖବର ପାଇ ଥରେ ଦେଖି ନ ଯିବ କିପରି? ହୋଇପାରେ ଏଭଳି ଠିଆ ଠିଆ ଶଙ୍ଖଳେ ଯିବାରେ ମୁଗ୍ଧାଙ୍କର କିଛି ଲାଭ ବା କ୍ଷତି ହେବ ନାହିଁ ଏବଂ କଥାଟା ଲୌକିକତା ରକ୍ଷା ବ୍ୟତୀତ ଅନ୍ୟ କିଛି ନୁହେଁ। ଜୀବନର ସବୁକିଛି ଲୌକିକତା ରକ୍ଷା ବୋଲି ମୁଗ୍ଧାଙ୍କର ମନେ ହେଲା। ମନୀଷା ବାନ୍ଧବୀଙ୍କୁ ସାନ୍ତ୍ୱନା ବାଣୀ ଶୁଣାଇଲେ। ଖୁବ୍ ଭଲ ହୋଇଛି। ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। କ'ଣ ଲାଭ ହୃଦୟହୀନ ଲୋକଟାର ପିଲା ପାଇଁ ଜୀବନ ବରବାଦ କରିଦେବାରେ? ତୋର ଭବିଷ୍ୟତ ଅଛି। ସେ ଯଦି ଆନନ୍ଦ ଉତ୍ସବରେ ଭବିଷ୍ୟତକୁ ମଧୁର କରିପାରନ୍ତି, ତୁ କାହିଁକି ସନ୍ନ୍ୟାସିନୀ ହୋଇ ସାଧନା କରିବୁ ଅକୃତଜ୍ଞ ଲୋକଟାର ପିଲାକୁ ନେଇ? ମନୀଷାର କଥାଗୁଡ଼ା ମୁଗ୍ଧାକୁ ଆଦୌ ସାନ୍ତ୍ୱନା ଦେଲା ନାହିଁ। ବରଂ ସେ ଅକ୍ରୋଶରେ ଜଳୁ ଜଳୁ ଭାବିଲେ, ତୁଇ ଏକା 7 ପୁଅର ମା' ହେବୁ ମନୀଷା, ଆଉ ମୋର ଗର୍ଭଚ୍ୟୁତି ଖୁବ୍ ଭଲ ହେଇଛି ତ ମତରେ? ମୁହଁ ଖୋଲି ସେ କିଛି କହିଲେ ନାହିଁ। ନିସ୍ତେଜ ହେଇ ଆଖି ବୁଜିଦେଲେ। ମନୀଷା ତାର କର୍ତ୍ତବ୍ୟ ସାରି ଫେରିଗଲା। ଘରେ ଆଉ 2ଟା ପିଲାଙ୍କୁ ଛାଡ଼ି ଆସିଛି ସେ। ତାପରେ ଅନେକ ଶୁଭେଚ୍ଛୁ ଆସିଛନ୍ତି ଯାଇଛନ୍ତି। ମାତ୍ର ମୁଗ୍ଧା ଅପେକ୍ଷା କରିଛନ୍ତି ଜଣଙ୍କୁ, ଯିଏ ତାଙ୍କର ଏ ଅସୁସ୍ଥତାର ମୁଖ୍ୟ ନାୟକ। ଅଥଚ ଆଜି ଏ ଦୁଃସମ୍ବାଦରେ ସେ ସବୁଠୁ ବେଶୀ ସୁଖୀ ହେବେ। ସେ ତନ୍ମୟ, ମୁଗ୍ଧାଙ୍କର ସ୍ୱାମୀ। ନା, ମୁଗ୍ଧାଙ୍କର ଏକଦା ସ୍ୱାମୀ ଥିଲେ ସେ। ଆଜି ପ୍ରତିବେଶୀ, ଜଣେ ଯେକୌଣସି ପରିଚିତ ବ୍ୟକ୍ତି। ମୁଗ୍ଧାଙ୍କର ଅତି ନିକଟରେ କିଏ ଆସି ବସିଲେ ନିଶ୍ଚୟ ତନ୍ମୟ, ନଚେତ୍ ଏତେ ନିକଟରେ ଆସି ବସିବ କିଏ? ମୁଗ୍ଧା ଆଖି ଖୋଲୁ ନାହାନ୍ତି। ସତ୍ୟ ଅନେକ ସମୟରେ ନିଷ୍ଠୁର। କଳ୍ପନା କେବେ ନିଷ୍ଠୁରତା କରେ ନାହିଁ। ସେ ସଦ୍ୟ ସଦୟ। ସେ କିଛି କହୁନାହାନ୍ତି, କିନ୍ତୁ ତାଙ୍କର ଉଷ୍ମ ନିଶ୍ୱାସ ମୁଗ୍ଧାଙ୍କର ଗଣ୍ଡରେ ବାଜୁଛି। ହୁଏତ ମୁଗ୍ଧାଙ୍କର ଏ ଦୁଃସମ୍ବାଦରେ ସେ ବ୍ୟଥିତ, ଅନୁତପ୍ତ। ତନ୍ମୟଙ୍କର ଏ ସାମାନ୍ୟ ସମବେଦନା ମୁଗ୍ଧାଙ୍କ ପାଇଁ ଅନେକ ବେଶୀ। ସେ ତ ଭାବିଥିଲେ ତନ୍ମୟ ଖୁସି ହେବେ ବୋଲି। ସମବେଦନାର ଉଷ୍ମ ସ୍ପର୍ଶରେ ମୁଗ୍ଧାଙ୍କର ଅଭିମାନର ବରଫ ଖଣ୍ଡ ତରଳି ଝରି ଆସୁଛି ଆଖି ଦେଇ। ଗରମ ଗରମ ଲୁହଧାର ଝରି ଯାଉଛି ନିଃଶବ୍ଦରେ। ସେ ମୁଗ୍ଧାଙ୍କର ଲୁହ ପୋଛି ଦେଉଛନ୍ତି। ଏ ସଂସାରରେ ଅନେକ ତ ଲୁହ ଝରାଇ ପାରନ୍ତି, ମାତ୍ର ଲୁହ ପୋଛି ନେଇପାରନ୍ତି ସେଇ ମାତ୍ର ଜଣେ, ତନ୍ମୟ।
ସେ ଯେତେ ହୃଦୟହୀନ ଅମଣିଷ ହୁଅନ୍ତୁ ପଛକେ ତାଙ୍କ ଛଡ଼ା ଏ ଅଧିକାର ଆଉ କାହାର ଅଛି? ସେ ନରମ କଣ୍ଠରେ କହିଲେ, କାନ୍ଦ ନାହିଁ ମୁଗ୍ଧା, ତମେ ବର୍ତ୍ତମାନ ବିପଦମୁକ୍ତ। ନାଓ ୟୁ ଆର୍ ଆଜ୍ ଫ୍ରି ଆଜ୍ ଏ ବର୍ଡ। ଖୁବ୍ ଭଲ ହୋଇଛି। ମୁଗ୍ଧା ଚମକି ଚାହିଁଲେ। ତାଙ୍କର ସ୍ୱପ୍ନ ତୁଟିଗଲା। ସେ କ'ଣ ଏବେ ତନ୍ମୟଙ୍କର ସ୍ୱର ବି ଭୁଲିଗଲେଣି? ଏ ତ ଖୁବ୍ ଆପଣାର ଲୋକର କଣ୍ଠସ୍ୱର ଭଳି ମନେ ହେଉନି। ମୁଗ୍ଧା ଆଖି ଖୋଲିବା ମାତ୍ରେ ତାଙ୍କ ଆଖିର ଜଳଧାରା ଅଗ୍ନି ପାଲଟିଗଲା। ଜ୍ୱଳନ୍ତ ଦୃଷ୍ଟିରେ ସେ ତନ୍ମୟଙ୍କର ବନ୍ଧୁ ଅନଙ୍ଗଙ୍କୁ ଚାହିଁ ପ୍ରଶ୍ନ କଲେ, ଆପଣ? ତମର ଅସୁସ୍ଥତାର ଖବର ପାଇ ଅଫିସ ବନ୍ଦ କରି ଧାଇଁ ଆସିଲି। ଧନ୍ୟବାଦ, ମୁଗ୍ଧା ନିସ୍ପୃହ କଣ୍ଠରେ କହିଲେ। ଅନଙ୍ଗ ଆହୁରି ନିବିଡ଼ ହୋଇ ଆସୁ ଆସୁ କହିଲେ, ଅଥଚ ଏଇ ଦେଖ ତନ୍ମୟର କଥା ମୋତେ ଫୋନ୍ କରି କହୁଛି ମୁଗ୍ଧା ହସ୍ପିଟାଲରେ, ମୋ ସ୍କୁଟର ଗ୍ୟାରେଜରେ। ଅଫିସ ପରେ ଏଇପଟେ ଆସିବୁ, ସାଙ୍ଗ ହେଇ ହସ୍ପିଟାଲ ଯିବା। କିନ୍ତୁ ତା କି ହୁଏ? ପରଲୋକଙ୍କ ଭଳି ଡ୍ୟୁଟି ବଜାଇ ମୁହଁ ଦେଖାଇବା ପାଇଁ ଅଫିସ ସାରି ଆସିବା ପାଇଁ ଆଉ ଧୈର୍ଯ୍ୟ ଥାଏ? ତନ୍ମୟ ଯେ କେମିତି? ଥାଉ, ତାଙ୍କ କଥାରୁ କ'ଣ ମିଳିବ? ପ୍ରକୃତରେ କେହି ଆସିବା ନ ଆସିବାରେ ରୋଗୀର କ'ଣ ପ୍ରକୃତରେ କିଛି ଲାଭ ବା କ୍ଷତି ହୁଏ? ମୁଗ୍ଧା ଈଷତ୍ ବିରକ୍ତିରେ କହିଲେ। ଅନଙ୍ଗ ଅନ୍ତରଙ୍ଗ କଣ୍ଠରେ କହିଲେ, ଲାଭ ଆଉ କ୍ଷତିର ହିସାବ କରି କ'ଣ ନିଜ ଲୋକଙ୍କ ସଙ୍ଗେ କାରବାର କରିହୁଏ? ତମର ଲାଭ ହେଉ ବା ନ ହେଉ, ମୋ ନିଜର କିଛି ଲାଭ ହୋଇପାରେ। ମାନେ? ମୁଗ୍ଧା ଅବୁଝା ଆଖିରେ ଅନଙ୍ଗକୁ ଚାହିଁ ରହିଲେ। ଅନଙ୍ଗ ଦରଦଭରା ଗଳାରେ କହିଲେ, ତମକୁ ଦେଖିବା ପରେ ମୋ ମନର ଉଦ୍ବେଗ, ଦୁଶ୍ଚିନ୍ତା, ବ୍ୟାକୁଳତା ତ ସାମାନ୍ୟ ଦୂର ହୋଇଯାଇଛି। ମୁଗ୍ଧା ମନେ ମନେ ଭାବିଲେ, ଅନଙ୍ଗଙ୍କର ଏ ଉଦ୍ବିଗ୍ନତା କେବଳ ତାଙ୍କରି ପାଇଁ ନା ଯେକୌଣସି ବନ୍ଧୁପତ୍ନୀ ପାଇଁ ଅଥବା ଯେକୌଣସି ନାରୀ ପାଇଁ। କିନ୍ତୁ ତାଙ୍କୁ ସ୍ପର୍ଶ କରି ତାଙ୍କ ଆଖିରେ ଲୁହ ପୋଛି ନେବା ଭଳି ସାହସ ସେ ପାଇଲେ କେଉଁଠୁ? ତନ୍ମୟଙ୍କର ସ୍ତ୍ରୀ ଥିବାବେଳେ ତ ଏକଥା କ'ଣ ସେ କରିପାରିଥାନ୍ତେ? ମୁଗ୍ଧାଙ୍କର ମନେ ହେଲା, ଏଇ ଅବକ୍ଷୟମାନ ତଥାକଥିତ ଆଧୁନିକ ସମାଜର ଅନଙ୍ଗ ହେଉଛନ୍ତି ଏକ ମୁଖପାତ୍ର, ଯିଏ ଅନ୍ୟର ଲାଭ ହେଉ ବା ନ ହେଉ ନିଜର ଲାଭକୁ ଆଖି ଆଗରେ ରଖି ବାଟ ଚାଲନ୍ତି। ମୁଗ୍ଧା ପୁଣି ଆଖି ବୁଜିଦେଲେ, କ୍ଳାନ୍ତିରେ, ବିରକ୍ତିରେ। ଅନଙ୍ଗ ଉଷ୍ମ ଗଳାରେ କହିଲେ, ଶୁଣିଲି ଛୁଟି ଦେବା ପାଇଁ ତମ ଅଫିସର ନାରାଜ। କିନ୍ତୁ ଏ କି ଅନ୍ୟାୟ? ଅସୁସ୍ଥତା ପାଇଁ ଛୁଟି ମିଳିବ ନାହିଁ? ମୁଗ୍ଧା କହିଲେ, ମୋର ସବୁ ଛୁଟି ଶେଷ ହୋଇଯାଇଛି। ଏଣିକି ଯାହା ଛୁଟି ନେବି ଦରମା ନ ମିଳିବା ସ୍ୱାଭାବିକ। ସମସ୍ତଙ୍କ ପାଇଁ ଏଇ ଏକ ନିୟମ। ଏଥିରେ ଅନ୍ୟାୟ କ'ଣ? ଅନଙ୍ଗ ଉଦାର ମହାପୁରୁଷଙ୍କ ଭଳି କହିଲେ, କିନ୍ତୁ ମୋ ଅଫିସରେ ଜଏନ୍ କରିଥିଲେ ତମକୁ ନିର୍ଦ୍ୱନ୍ଦ୍ୱରେ ଛୁଟି ମିଳିଥାନ୍ତା। ଯେତେଦିନ ଚାହଁ ସେତେଦିନ, ପୂରା ଦରମାରେ। ଏବେ ବି ଚାହିଁଲେ ମୋ ଅଫିସରେ ଯୋଗ ଦେଇପାର। ମୁଗ୍ଧା ବ୍ୟଙ୍ଗଭରା କଣ୍ଠରେ କହିଲେ, ଏ ନିୟମ ଯଦି ସମସ୍ତଙ୍କ ପାଇଁ ଆପଣ ପ୍ରୟୋଗ କରନ୍ତି, ତେବେ ଆପଣଙ୍କ ଅଫିସ କାହିଁକି? ଅନ୍ୟ କାହାରି ଅଫିସ ଚାଲିବ ବୋଲି ମୋର ତ ମନେ ହୁଏ ନା। ତମେ ଆଉ ସମସ୍ତେ କ'ଣ ସମାନ? ଅନଙ୍ଗ ଚାଟୁକାର ଭଳି କହିଲେ। ମୋର ସ୍ୱାତନ୍ତ୍ର? ମୁଗ୍ଧା ରୁକ୍ଷ କଣ୍ଠରେ ପ୍ରଶ୍ନ କଲେ। ଅନଙ୍ଗ ବସା ବସା ଗଳାରେ କହିଲେ, ତା ତ କହିହୁଏ ନା। ସେ କଥା ମୁଁ ଜାଣେ, ମୁଁ ଉପଲବ୍ଧି କରେ। ମୁଗ୍ଧା କହିଲେ, କିନ୍ତୁ ସେ କଥା ମୁଁ ଜାଣେ। ଅନଙ୍ଗ ଉତ୍ଫୁଲ୍ଲ ହୋଇ ଉଠିଲେ, କୁହ ତ ଦେଖି। ମୁଁ ଅସହାୟ ବୋଲି ଆପଣଙ୍କର ଧାରଣା। ଆପଣ ଭାବନ୍ତି ମୋର ଭଲ ମନ୍ଦରେ ଦାୟୀ ହେବାକୁ ଏ ସଂସାରରେ କେହି ନାହିଁ। କିନ୍ତୁ ଆପଣଙ୍କର ଧାରଣା ଭୁଲ। ମୁଁ ଏକା ନୁହେଁ, ମୋର କେହି ଅଛି। ସେ କିଏ? ଯେ କେହି? ତନ୍ମୟ ଜାଣେ ନା, ତାଙ୍କର ଜାଣିବା କିଛି ଦରକାର ନାହିଁ। ଅବଶ୍ୟ ଅନଙ୍ଗ ଛେପ ଢୋକିଲେ। ତାଙ୍କର ସବୁ ଉତ୍ସାହରେ ଭଟ୍ଟା ପଡ଼ିଗଲା ଅକସ୍ମାତ୍। ସେ ଏଥର ଉଠିଲେ। ଆଉ କିଛି ସମୟ ମୁଗ୍ଧାଙ୍କ ପାଖରେ କଟାଇଲେ ତାଙ୍କର କିଛି ଲାଭ ହେବ ନାହିଁ। ମୁଗ୍ଧା ଅନଙ୍ଗଙ୍କର ଯିବା ବାଟକୁ ଏକ ଘୃଣ୍ଣିତ କଟାକ୍ଷ ହାଣି ମନେ ମନେ ଭାବିଲେ, ଅନଙ୍ଗଙ୍କ ଭଳି କ୍ଷଣିକ ସୁଖଲୋଭୀ ପୁରୁଷମାନେ ନାରୀର ଅସହାୟତାରେ ଖୁବ୍ ସହାୟ ହୁଅନ୍ତି ଏବଂ ତାଙ୍କୁ ଅସହାୟତାରେ ଶେଷ ପାହାଚରେ ପହଞ୍ଚାଇ ଦିଅନ୍ତି। ଏଭଳି ଏକ ନିଛକ ମିଥ୍ୟା କଥା କହି ଅନଙ୍ଗଙ୍କୁ ସେ ଘଉଡ଼ାଇ ଦେଇଛନ୍ତି ଭାବି ମନେ ମନେ ଖୁବ୍ ଆନନ୍ଦ ଲାଭ କଲେ। ସନ୍ଧ୍ୟାରେ ଆସିଲେ ତନ୍ମୟ। ହାତରେ ଫଳ ଓ ବିସ୍କୁଟର ପ୍ୟାକେଟ, ହର୍ଲିକ୍ସ ଓ ଫୁଲତୋଡ଼ାଟିଏ। ବାହାରର ଯେକୌଣସି ପରିଚିତ ବ୍ୟକ୍ତିଙ୍କ ଭଳି ତାଙ୍କର ମୁହଁର ଭାବ। ତାଙ୍କୁ ଦେଖି ମୁଗ୍ଧା ମଧ୍ୟ କୌଣସି ବିଶେଷ ଭାବପ୍ରବଣତା ପ୍ରକାଶ କଲେ ନାହିଁ। ତନ୍ମୟଙ୍କୁ ଦେଖିବା ମାତ୍ରେ ଝରଝର କାନ୍ଦି ପକାଇବେ ବୋଲି ଯେତେ ଆବେଗ ସେ ନିଜର ଅଶ୍ରୁଗନ୍ଧିରେ ସାଇତି ରଖିଥିଲେ, ସବୁତକ କିଛି ସମୟ ଆଗରୁ ସେ ଅନଙ୍ଗଙ୍କ ମିଥ୍ୟା ସମବେଦନାର ସ୍ପର୍ଶରେ ସାରି ଦେଇଛନ୍ତି, ତାଙ୍କୁ ତନ୍ମୟ ମନେକରି। ଏବେ ତନ୍ମୟଙ୍କ ପାଇଁ କିଛି କେବଳ ରାଗ, ବିଦ୍ୱେଷ, ଅବଜ୍ଞା।
ଯାହାର ଅର୍ଥ ତମେ ଆସିବା ନ ଆସିବାରେ ମୋର କିଛି ଯାଏ ଆସେ ନାହିଁ। ତମ ପୂର୍ବରୁ ଅନେକ ଆସି ଶଙ୍ଖରିଛନ୍ତି, ତମେ ସେଇମାନଙ୍କ ଭିତରୁ ଜଣେ। ତନ୍ମୟ ନିରୁଦ୍ବିଗ୍ନ କଣ୍ଠରେ ପ୍ରଶ୍ନ କଲେ, କେମିତି ଲାଗୁଛି? ମୁଗ୍ଧା ନିଷ୍ଫଳକ ଆଖିରେ ତାଙ୍କୁ ଚାହିଁ ରହିଲେ ଏବଂ ପ୍ରଶ୍ନର କୌଣସି ଜବାବ ନ ଦେଇ, ଏଇ ଗୋଟିଏ ପ୍ରକାରର ପ୍ରଶ୍ନର ଉତ୍ତର ସେ ଅନେକ ସୁବର୍ଷଙ୍କୁ ଦେଇସାରିଲେଣି। ତାଙ୍କର ମନେ ହେଲା ଏଭଳି ପ୍ରଶ୍ନ ନିରର୍ଥକ, ହୁଏତ ହାସ୍ୟାସ୍ପଦ। ସେ ଯଦି ଉତ୍ତର ଦିଅନ୍ତେ ମୋତେ ଖୁବ୍ କଷ୍ଟ ହେଉଛି, ତେବେ ତାଙ୍କ କଷ୍ଟ ଦୂର କରନ୍ତେ କେତେଜଣ? ତନ୍ମୟ ଦଣ୍ଡେ ଗୁମ୍ ଖାଇ ବସିଲେ। ତାପରେ ସାନ୍ତ୍ୱନାସୂଚକ କଣ୍ଠରେ କହିଲେ, ଡାକ୍ତରଙ୍କୁ ପଚାରିଥିଲି, ତମର କିଛି ଅସୁବିଧା ନାହିଁ। ଖୁବ୍ ଶୀଘ୍ର ତମେ ସୁସ୍ଥ ହୋଇ ଉଠିବ। ମୁଗ୍ଧା ମନେ ମନେ ଭାବିଲେ, ମୋର ଯଦି ଅସୁବିଧା ଥାଏ ଓ ମୁଁ ଯଦି ଆଦୌ ଆରୋଗ୍ୟ ଲାଭ ନ କରେ, ତମର କ'ଣ ଯାଏ ଆସେ ତନ୍ମୟ? ମୁଗ୍ଧାଙ୍କର ନୀରବତାରେ ତନ୍ମୟ ସାମାନ୍ୟ କ୍ଷୁଣ୍ଣ ହେଲେ। ଈଷତ୍ ରାଗ ପ୍ରକାଶ କରି କହିଲେ, ମୋ କଥା ମାନି ପ୍ରଥମରୁ ବିପଦଟାକୁ ଦୂର କରିଦେଇଥିଲେ ଏତେ କଷ୍ଟ ପାଇନଥାନ୍ତ। ସବୁ କଥାରେ ତମର ଜିଦଖୋର କାର୍ଯ୍ୟ ଯୋଗୁଁ ତମେ କଷ୍ଟ ଭୋଗୁଛ। ଅନ୍ୟକୁ ଦୋଷ ଦେଇ ଲାଭ କ'ଣ? ମୁଁ ତମକୁ ଦୋଷ ଦେଉନି ତନ୍ମୟ। ଦେହଟା ଯେମିତି ମୋର, କଷ୍ଟ ବି ସେମିତି ମୋର। ତମର ସେଥିପାଇଁ ବ୍ୟସ୍ତ ହେବାର କ'ଣ ଅଛି? ମୁଗ୍ଧା ସ୍ଥିର କଣ୍ଠରେ କହିଲେ। ତନ୍ମୟ ଏ ଭିତରେ ବାରମ୍ବାର ହାତଘଡ଼ିକୁ ଚାହୁଁଛନ୍ତି। ହୁଏତ କେଉଁଠି ଆଗରୁ ଆପାର୍ଟମେଣ୍ଟ ଅଛି। ମୁଗ୍ଧା ପୁଣି ଶାନ୍ତ କଣ୍ଠରେ କହିଲେ, ତମେ ଏଥର ଯାଇପାର। ଅଫିସରୁ ଫେରି ସିଧା ଆସିଛ, କ୍ଳାନ୍ତ ମନେ ହେଉଛ। ତନ୍ମୟ ଅବସାଦ ଭରା ଏକ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ହଁ, କ୍ଳାନ୍ତି ତ ଅନେକ, ତାର ଶେଷ ନାହିଁ। ତନ୍ମୟ ଉଠି ପଡ଼ିଲେ ଏବଂ ମୁଗ୍ଧାଙ୍କୁ କିଛି ନ କହି ବାହାରି ଗଲେ। ମୁଗ୍ଧା ପୁଣି ଥରେ କ୍ଳାନ୍ତିରେ ଆଖି ବୁଜିପଡ଼ିବା ଆଗରୁ ତନ୍ମୟ ଆଣିଥିବା ବିସ୍କୁଟ ଇତ୍ୟାଦି ପାଖ ବେଡ଼୍ରେ ଦରକାର କରୁଥିବା ରୋଗୀଙ୍କୁ ବାଣ୍ଟି ଦେବା ପାଇଁ ହୀରାକୁ ନିର୍ଦ୍ଦେଶ ଦେଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଅୟମାରମ୍ଭ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।